ଯେମିତି ସକାଳେ ଆଜି ପ୍ରମିଳା ମଲ୍ଲିକ ଘରେ ବିଜୁ ଜନତା ଦଳର ବରିଷ୍ଠ ନେତାମାନଙ୍କର ଯାଜପୁରର ବରିଷ୍ଠ ନେତାମାନଙ୍କର ବୈଠକ ବସିଥିଲା। ଡାନି ଘଡ଼ାଇ ଥିଲେ, ପ୍ରଣବ ପ୍ରକାଶ ଦାସ ଥିଲେ, ଅନ୍ୟ ବିଧାୟକମାନେ ଥିଲେ ଯେଉଁମାନେ ଯାଜପୁରର ରାଜନୀତି ସହିତ ସମ୍ପର୍କ ରଖନ୍ତି। ଏହି ବୈଠକରେ ରାଜନୀତି, ଯାଜପୁରର ରାଜନୀତି ବା ଯାଜପୁରର ଯେଉଁ ଘଟଣାକ୍ରମ ଉପରେ ଆଲୋଚନା ହୋଇଥିଲା କିମ୍ବା ଦଳର କିପରି ଯେଉଁ ତୃଣମୂଳ ସ୍ତରରେ ଦଳକୁ କିପରି ସଂଗଠିତ କରାଯିବ, ଯେଉଁଭଳି ଭାବରେ ଯାଜପୁରରୁ ଅନେକ ନେତା, ଜିଲ୍ଲା ପରିଷଦର, ପଞ୍ଚାୟତର ସମିତି ସଭ୍ୟମାନେ, ଜିଲ୍ଲା ପରିଷଦ ସଭ୍ୟମାନେ, ଜିଲ୍ଲା ପରିଷଦ ଚେୟାରମ୍ୟାନ୍, ଉପ ଡେପୁଟି ଚେୟାରମ୍ୟାନ୍ ଏମାନେ ସବୁ ଭାରତୀୟ ଜନତା ପାର୍ଟିକୁ ପଳେଇ ଗଲା ପରେ ନିଶ୍ଚିତ ଭାବରେ ଗୋଟେ ବଡ଼ ସେଟବ୍ୟାକ୍ କୁହାଯାଇପାରେ ଯେ ଯାଜପୁରର ଯେଉଁ ବିଜେଡିର ଗଡ଼ କୁହାଯାଉଥିଲା ତା ଭିତରେ ବିଜେପି ଧସେଇ ପଶିବାକୁ ଉଦ୍ୟମ କରିଛି। ତେଣୁ ତାରି ଉପରେ ରଣନୀତି ସ୍ପଷ୍ଟ କରିବା ପାଇଁ କି ଚର୍ଚ୍ଚା ହେଉଥିଲା ଯେ ପ୍ରମିଳା ମଲ୍ଲିକଙ୍କ ଘରେ ବୈଠକ ବସିଥିଲା। ପୂର୍ବରୁ ଥରେ ମଧ୍ୟ ବୈଠକ ବସିଥିଲା, କିନ୍ତୁ ବୈଠକ ପରେ ଡାନି ଘଡ଼ାଇ ଗଣମାଧ୍ୟମକୁ ଯେଉଁ କଥା କହିଲେ ତାକୁ ନେଇକି କୋଉଠି ନା କୋଉଠି ଗୋଟେ ବିବାଦ ସୃଷ୍ଟି ହେଲାଣି। ଯେ ଡାନି ଘଡ଼ାଇ କହିବା କଥା ଯେ ବର୍ତ୍ତମାନ ସମୟ ଆସିଯାଇଛି ଯେ ଯୁବ ନେତୃତ୍ୱ ସାମ୍ନାକୁ ଆସିବା ଦରକାର, ଆଉ ବିଜୁ ଜନତା ଦଳ ଯୁବ ନେତୃତ୍ୱ ହାତରେ ଦେଇଦେବା କଥା। ତେଣୁ ଏଇ ଯେଉଁ ଘଟଣାକ୍ରମ ବର୍ତ୍ତମାନ ସମୟରେ ଏକ ବିବାଦ ଜନ୍ମ ଦେଇଛି। ଆଉ ଯାହା ମୋଟାମୋଟି ଚର୍ଚ୍ଚା ହେଉଛି ଯେ ଯେଉଁ ବୈଠକ ବସିଥିଲା ଆ ଧିରେ ଏ ବୈଠକରେ କିଛି ନିର୍ଯାସ ବାହାରି ପାରେନି କିମ୍ବା କିଛି ଅମେଳ ରହିଛି। ଆଉ ବବି ଡାନିଙ୍କର ମଧ୍ୟରେ ଯେଉଁ ପତିଆରା ଲଢ଼େଇ ଚାଲିଛି ଯାଜପୁରରେ, ତାର ପରିଣାମ ଭୋଗୁଛି ବିଜୁ ଜନତା ଦଳ ଯାଜପୁର ଜିଲ୍ଲାରେ। ତାପରେ ପରେ ଯେଉଁ ଘଟଣାକ୍ରମ ଡେଭଲପମେଣ୍ଟ ହେଇଛି ଯେ ବର୍ତ୍ତମାନ ନବୀନ ନିବାସକୁ ବଡ଼ ନେତାମାନଙ୍କୁ ଡକରା ହେଇଛି, ଯେଉଁମାନେ ବିଜୁ ଜନତା ଦଳର ବରିଷ୍ଠ ନେତା, ଯେଉଁମାନେ ଆଲୋଚନାରେ ବିଭିନ୍ନ କାର୍ଯ୍ୟକ୍ରମ ହୁଏ, ସେହି ନେତାମାନଙ୍କୁ ନବୀନ ପଟ୍ଟନାୟକ, ନବୀନ ନିବାସ ଡାକିଥିବାର ଗୋଟେ ଖବର ମିଳୁଛି। ଦେବୀ ମିଶ୍ରଙ୍କୁ ଡକାଯାଇଛି, ସଞ୍ଜୟ ଦାସ ବର୍ମାକୁ ଡକାଯାଇଛି, ଅନେକ ବରିଷ୍ଠ ନେତା ଯେଉଁମାନେ ସଂଗଠନରେ ପ୍ରଭାବ ରଖିଛନ୍ତି ବା ଯେଉଁମାନେ କୁହାଯାଇପାରେ ଯେ ପ୍ରୋ ପାଣ୍ଡିଆନ ନେତାମାନଙ୍କୁ, ଯେଉଁମାନେ ବରିଷ୍ଠ ନେତା ଏବେ ଦଳ ଚଳାଉଛନ୍ତି, ସେମାନଙ୍କୁ ନବୀନ ନିବାସରୁ ଡକରା ଆସିଛି। ହୁଏତ ନବୀନ ପଟ୍ଟନାୟକ କିଛି ଆଲୋଚନା କରିପାରନ୍ତି, କିଛି ବାର୍ତ୍ତା ଦେଇପାରନ୍ତି, ସଂଗଠନ ଉପରେ କିଛି ମନ୍ତ୍ର ଦେଇପାରନ୍ତି ନେତାମାନଙ୍କୁ, ବା ଅଲଗା କିଛି ଆଲୋଚନା ହେଇପାରେ ଯେ ଆଗାମୀ ଦିନରେ ଦଳ କିପରି ଗତି କରିବ, ଦଳ କିପରି ସାଂଗଠନିକ କାର୍ଯ୍ୟକ୍ରମ ହାତକୁ ନେବ, ଏ ବାବଦରେ ବି ଆଲୋଚନା ହେଇପାରେ। କିନ୍ତୁ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ନବୀନ ପଟ୍ଟନାୟକ ହୁଏତ କିଛି ଘୋଷଣା କରିପାରନ୍ତି, ପରବର୍ତ୍ତୀ ନେତୃତ୍ୱ କଥା ଆଲୋଚନା କରାଯାଇପାରେ କିମ୍ବା ଉତ୍ତରାଧିକାରୀ ବାବଦରେ ଘୋଷଣା କରାଯାଇପାରେ, ସେସବୁ ବର୍ତ୍ତମାନ ସମୟରେ ଲାଗୁନାହିଁ ଯେ ନବୀନ ପଟ୍ଟନାୟକ କାହାକୁ ନେତୃତ୍ୱ ଦେଇଦେବେ କି ନବୀନ ପଟ୍ଟନାୟକ କାହାକୁ ସଭାପତି ଘୋଷଣା କରିବେ। ତେଣୁ ମୋଟାମୋଟି ଯାହା ଚିତ୍ର ଲାଗୁଛି ଯେ ଗୋଟେ ସଂଗଠନାତ୍ମକ ବା ଯେଉଁଭଳି ଭାବରେ ବିଜୁ ଜନତା ଦଳ ବର୍ତ୍ତମାନ ଗତି କରୁଛି ତାରି ଉପରେ ଦଳୀୟ ନେତାମାନଙ୍କର ମତ ନେବା ପାଇଁ ହୁଏତ ନବୀନ ପଟ୍ଟନାୟକ ଏ ବୈଠକ ଡାକିଛନ୍ତି।